ଯେହେତୁ ଇଏ ଗୋଟେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ପୂର୍ବାଞ୍ଚଳରେ ବାରବାଟୀ ହେଉଛି ସେତେବେଳେ ନିଶ୍ଚିତ ଭାବରେ ଯେତେବେଳେ ପ୍ରିପେୟାର୍ଡ ଜିନିଷ ପୂର୍ବରୁ ପ୍ରିପେୟାର କରାଯାଇଥିବ ସେମାନେ କି ଗୁରୁତ୍ୱ ସହକୁ ନେଇଥାନ୍ତି ଯେଉଁ ପ୍ରିପେୟାରନେସ୍ ରହିବା କଥା ଯେଉଁ ପ୍ରସ୍ତୁତି ରହିବା କଥା ଏବଂ ସବୁ ଆଙ୍ଗେଲ ଏବଂ ତନ୍ନ ତନ୍ନ କରି ପରୀକ୍ଷା କରିବାର ଆବଶ୍ୟକତା ଥିଲା କିନ୍ତୁ ଓଡ଼ିଶା କ୍ରିକେଟ ଆସୋସିଏସନ ଆକୁ ନଜର ଅନ୍ଦାଜ କରି କିଭଳି ଭାବରେ ଟିକେଟ ବିକ୍ରି ହେବ କିଭଳି ପାସ୍ ବିକ୍ରି ହେବ କିଭଳି ଭାବରେ ଟେଣ୍ଡର ଦୁର୍ନୀତି କରାଯାଇପାରିବ କିଭଳି ଭାବରେ ଆଡଭର୍ଟାଇଜମେଣ୍ଟ ଦୁର୍ନୀତି କରାଯାଇପାରିବ ଏଥିରେ ସେମାନଙ୍କ ସମୟ ପଳାଇବ ରୋକାଯାଇପାରିବ ନାହିଁ କିଭଳି କରାଯାଇପାରିବ ସେଇଥିରେ ଇନଭଲଭମେଣ୍ଟ ରହିଲା ସେମାନେ ଚାହିଁଲେ ନାହିଁ ୟାକୁ ଶୃଙ୍ଖଳିତ କରିବା ପାଇଁ ଆ ପୂର୍ବରୁ ଯେଉଁ ପ୍ରିପେୟାର ହେବା କଥା ସେଥିରେ କେହି ମନ ଦେଲେ ନାହିଁ ଯେଉଁଥିପାଇଁ ଜାଲିଆତି ହେଇଛି ବିକ୍ରି ହେଇଛି ପାସ୍ ଜାଲିଆତି ହେଇଛି ତ ଏହିସବୁରେ ଓସିଏ ରହିଗଲା ଓସିଏ ଖେଳ କେମିତି ସୁଦୃଢ଼ କରାଯାଇପାରିବ ସେ ପ୍ରତି ଧ୍ୟାନ ଦେଲା ପୁରାପୁରି ଓଡ଼ିଶା କ୍ରିକେଟ ଆସୋସିଏସନ ହିଁ ଦାୟୀ ଶୁଣିଛି ସେ କଥା ଶୁଣିଛି ଓଡ଼ିଶା ଯାଇଛି ଏଠି ଦେଖନ୍ତୁ ଯଦି ମୁଁ କହିଲି ଓସିଏ ଗୋଟେ ଦୁର୍ନୀତିର ଗନ୍ତାଘର ପଡ଼ିଛି ଯଦି ତଦନ୍ତ ହେବ ତାହେଲେ ବହୁତ କଥା ବାହାରିବ ଖାଲି ଏତିକି କଥା ନୁହେଁ ଓଡ଼ିଶା କ୍ରିକେଟ ଆସୋସିଏସନ ଯେଉଁ ଖେଳାଳି ଚୟନ ମଧ୍ୟ କରାଯାଉଛି ଜିଲ୍ଲା ସ୍ତରରେ କରାଯାଉଛି ରଞ୍ଜି କରାଯାଉଛି ମାନେ ବିଭିନ୍ନ ଏଜ୍ କ୍ୟାଟେଗୋରୀରେ କରାଯାଉଛି ତାପରେ ମଧ୍ୟ ଦୁର୍ନୀତି କହିବା କଥା ଯେ 26,000 ପାସ୍ ଗଲା ପରେ କାହାକୁ ଦେବେ ରାଜନେତା ମାନେ ତ 26,000 ଟିକେଟ୍ ନେଇନାହାନ୍ତି ମୁଁ ଯଥେଷ୍ଟ ଆଶାବାଦୀ ମୋହନ ମାଝୀଙ୍କ ସରକାର ନିଶ୍ଚିତ ଭାବରେ ତା ଉପରେ କାର୍ଯ୍ୟାନୁଷ୍ଠାନ ନେବ ମୁଖ୍ୟମନ୍ତ୍ରୀ ନିଜେ ଯେହେତୁ ନିଜେ ଆସିକି ତଦାରଖ କରିକି ଯାଇଥିଲେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ଆଶାବାଦୀ ନିଶ୍ଚିତ ଭାବରେ ବର୍ଷା ପୁରୀ ବାରବାଟୀ ଷ୍ଟାଡିୟମ ଦୁର୍ନୀତିର ଗନ୍ତାଘର କରିଯାଇଛି ଏବଂ ଏ କଥାକୁ ମୁଁ ବାରମ୍ବାର ସେଇ କଥାକୁ ହିଁ ରିପିଟ୍ କରୁଛି ଯେ ଖାଲି ଫ୍ଲଡ୍ ଲାଇଟ୍ରେ ଅସୁବିଧା ହେଲା ସେ କଥା ନୁହେଁ डिस्प्ले बोर्ड दुर्नीति से कथा नुहे कि टिकेट पास से कथा नुहे एपरिक कला बजारी करने बारवाटी स्टेडियम भितर समस्त आलाउ कर कौटी भड़ा दि जाए कौटी आडभर्टाइजमेंट हिसाब पत्र कौन कागज पत्र तदंत हेले अनेक कथा बाहर एवं गिरफ